যিশুর জন্মদিন আজি কার জন্মদিন যিশুଙ୍କର ଜନ୍ମଦିନ ନାଇଁ କି ଆଜି ଜନ୍ମ ହେଇଥିଲେ କି ନାଇଁ ଆମେ ଜାଣିନା ନାଇଁ କି କେବେ ଜନ୍ମ ହେଇଥିଲେ କୋଉ ବାର ଜନ୍ମ ହେଇଥିଲେ କୋଉ ତାରିଖ ଜନ୍ମ ହେଇଥିଲେ ଆମେ ଜାଣିନା କିନ୍ତୁ ଏହା ନିରାଟ ସତ୍ୟ এটা ସତ କଥା ଯେ ଜଣେ ଉଦ୍ଧାରକର୍ତ୍ତା ଏ ଜଗତ ମଧ୍ୟରେ ଜନ୍ମ ଗ୍ରହଣ କରିଥିଲେ ଆମେନ୍ ଯେ କି ଏ ଜଗତର ସମସ୍ତ ପାପକୁ ନେଇ ଯିବା ପାଇଁ ଏ ଜଗତର ସମସ୍ତ ପାପକୁ ନେଇ ଯିବା ପାଇଁ ଯେତେବେଳେ ଏ ଜଗତ ଅନ୍ଧକାର ମଧ୍ୟରେ ଥିଲା ମନୁଷ୍ୟ ହାହାକାର କରୁଥିଲା ମନୁଷ୍ୟ ରବ ପକାଉଥିଲା ଡାକ ଛାଡୁଥିଲା ଯେ କେ ଆମକୁ ପାପରୁ ଉଦ୍ଧାର କରିବେ সেই প্রকার সময় ଥିଲା বাইবেল কহে সেই সময়কে গোটে অন্ধকার সময় ଅନ୍ଧାର ସମୟ ଯେଉଁଟାକି ପାପକୁ ବୁଝାଏ ମୋର ପ୍ରିୟ ରାଣୀଗୁଡ଼ା ମଣ୍ଡଳୀ ପରିବାର ସେଥିପାଇଁ ଆମେ ଆଜି ଆନନ୍ଦ କରୁଛୁ ଯେ ପ୍ରଭୁ ଆମମାନଙ୍କର ପାପକୁ ନେଇ ଯାଇଛନ୍ତି ଆମେନ୍ ହାଲେଲୁୟା ଆସନ୍ତୁ ଆମେ সময়କୁ ନଷ୍ଟ କରିବା ନାହିଁ ଆଜିର ସମ୍ବାଦ ଆଡ଼କୁ ଯିବା ଫଳନ୍ତୁ ଲୁକ ଲିଖିତ ସୁସମାଚାର ତାର 2 ଅଧ୍ୟାୟ 10 ପଦ ଲୁକ ଲିଖିତ ସୁସମାଚାର ତାର 2 ଅଧ୍ୟାୟ 10 ପଦ ସେଥିରେ ଦୂତ ସେମାନଙ୍କୁ କହିଲେ ଭୟ କର ନାହିଁ ଦେଖ ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମମାନଙ୍କୁ ଜଣାଉଛି ଆମେନ୍ ମୋ ପ୍ରିୟ ପ୍ରଭୁଙ୍କର ଲୋକମାନେ ମୋର ରାଣୀଗୁଡ଼ା ମଣ୍ଡଳୀ ପରିବାର ମୋର ମାଇକ୍ର ଆବାଜ ଶୁଣୁଥିବା ପ୍ରତ୍ୟେକ ଲୋକମାନଙ୍କୁ ଆଜି এই 2025 ଖ୍ରୀଷ୍ଟ ଜନ୍ମ ପର୍ବରେ କହିବା ପାଇଁ ଚାହେଁ ଏହା କେବଳ ରାଣୀଗୁଡ଼ା ପାଇଁ ନାହିଁ କେବଳ କୁନ୍ଦ୍ରା ବ୍ଲକ ପାଇଁ ନାହିଁ କୋରାପୁଟ ଡିଷ୍ଟ୍ରିକ୍ଟ ପାଇଁ ନାହିଁ କି ଓଡ଼ିଶା ପାଇଁ ନାହିଁ এই ସୁସମାଚାର এই ଖ୍ରୀଷ୍ଟଙ୍କର ଜନ୍ମ ପର୍ବ এই ଯୀଶୁଙ୍କର ଆସିବାର ବିଷୟ ସମସ୍ତ ମାନବ ଜାତି ପାଇଁ ସମସ୍ତ ଜଗତର ଲୋକମାନଙ୍କର ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ସୁସମାଚାର ହାଲେଲୁୟା ହାଲେଲୁୟା এই প্রকার আনন্দ ইতিহাসে ନାହିଁ এই আনন্দ ইতিহাসকে বদলাই দেলা আগর দিনকে কোয়া যাইতেলা পাপর দিন আগর দিনকে কোয়া যাইতেলা অন্ধকারর দিন আগর সময় যিশুଙ୍କର ଆସିବା ପୂର୍ବର ଦିନ ମାନେ ଲୋକମାନେ ହାହାକାର କରୁଥିଲେ ଯେ ପରିତ୍ରାଣକର୍ତ୍ତା କିଏ ଉଦ୍ଧାରକର୍ତ୍ତା କିଏ ଆମମାନଙ୍କୁ ପାପରୁ ରକ୍ଷା କରିବ ଯୀଶୁଙ୍କର ଆସିବାର ବିଷୟ ଯିଶାୟ 700 ବର୍ଷ ପୂର୍ବରୁ ଭବିଷ୍ୟବାଣୀ କରୁଛନ୍ତି ସେ ଲେଖନ୍ତି ଯିଶାୟ 9:6 ପଦରେ ଯିଶାୟ 9:6 ପଦ କାରଣ ଆମ୍ଭମାନଙ୍କ ନିମନ୍ତେ এই জগতবাসী ମାନଙ୍କର ନିମନ୍ତେ ସମସ୍ତ ମାନବ ଜାତି ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି ହାଲେଲୁୟା ହାଲେଲୁୟା ଏଇଟା ସେଇ ଦିନର ଘଟଣା ସେଇ ଦିନର ସମ୍ବାଦ ଯେତେବେଳେ ଯୀଶୁ ଆସିନାହାନ୍ତି এই କହିବାର 700 ବର୍ଷ ପରେ ଯୀଶୁ ଜନ୍ମଗ୍ରହଣ କରୁଛନ୍ତି କିନ୍ତୁ ସେତେବେଳେ କୁହାଯାଇଛି ଯେ ଆମମାନଙ୍କ ନିମନ୍ତେ ଗୋଟେ ବାଳକ ଜନ୍ମଗ୍ରହଣ କରିଛନ୍ତି ପଢିବ କାରଣ ଆମମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି ଆମମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ ହାଲେଲୁୟା ତାଙ୍କର କାନ୍ଧରେ ଗୋଟେ ଭାର ଅଛି যে জন্মগ্রহণ করিবে সে সমস্ত মানব জাতির ভারকে নেই জন্মগ্রহণ করেছেন সে চাহিলে রাজা ঘরে জন্ম হই পারে থাকতে সে চাহিলে গোটে বড় জাতি বড় গোষ্ঠী ঘরে জন্ম হই থাকতে কিন্তু এই প্রকার জায়গায় জন্মগ্রহণ কলে যাহাঙ্কর স্কন্দরে ভার আছে ও তাহাঙ্কর নাম
আশ্চর্য আশ্চর্য মন্ত্রী মন্ত্রী পরাক্রান্ত পরমেশ্বর পরাক্রান্ত পরমেশ্বর অনন্তকালীন পিতা অনন্তকালীন পিতা শান্তি রাজা হেব শান্তি রাজা হেব। হালেলুয়া হালেলুয়া। তাহাଙ୍କର ଜନ୍ମ ପୂର୍ବରୁ କେହି এই ପ୍ରକାର ବ୍ୟକ୍ତି ଜନ୍ମ ଗ୍ରହଣ କରିନାହାନ୍ତି ଯାହାଙ୍କର ପାଖରେ ଶାନ୍ତି ଥିଲା। এই ভবিষ্যবাণী হচ্ছে যে জଣେ ବ୍ୟକ୍ତି ଜନ୍ମ ଗ୍ରହଣ କରିବେ, ଜଣେ ବ୍ୟକ୍ତି ଧରା ପୃଷ୍ଠରେ ଆସିବେ ଯାହାଙ୍କର ନାମ ହେବ ଶାନ୍ତିର ରାଜକୁମାର। ହାଲେଲୁୟା ହାଲେଲୁୟା। এই জগତରେ ଅନେକ ଲୋକ ଜନ୍ମ ଗ୍ରହଣ କଲେ, ଅନେକ ରାଜା ମହାରାଜା ମାନେ ଜନ୍ମ ଗ୍ରହଣ କଲେ, ଅନେକ ଶ୍ରେଷ୍ଠ ବ୍ୟକ୍ତି ମାନେ ଜନ୍ମ ଗ୍ରହଣ କଲେ, କିନ୍ତୁ ମାନବ ସମାଜକୁ କିଏ ଶାନ୍ତି ଦେଇପାରିଲେ ନାହିଁ, ଶାନ୍ତି ଦେଇପାରିଲେ ନାହିଁ। ପାପ ମନୁଷ୍ୟକୁ କେବେ ଶାନ୍ତି ଦେବ ନାହିଁ। ମନୁଷ୍ୟ ଜୀବନରେ ଶାନ୍ତି ନଥିଲା କାରଣ ମନୁଷ୍ୟ ମାନଙ୍କ ପାଖରେ ପାପ ଥିଲା। ମନୁଷ୍ୟ ଶାନ୍ତିକୁ ହରାଇ ବସିଥିଲା କାରଣ ମନୁଷ୍ୟ ପାପ କରୁଥିଲା। ମନୁଷ୍ୟ ପାଖରେ ପାପ ଥିବା ଲୋକ ତା ପାଖରେ ଶାନ୍ତି ନଥିଲା। ସେଥିପାଇଁ ପରମେଶ୍ୱର ଗୋଟେ ଯୋଜନା କଲେ, ପରମେଶ୍ୱର ଯୋଜନା କଲେ, এই ପ୍ରକାର ବ୍ୟକ୍ତିକୁ ସେ ପ୍ରେରଣ କଲେ। ମାତ୍ର ବାଇବଲ କହେ ଯୋହନ ଲିଖିତ ସୁସମାଚାର ତାର 1 ଅଧ୍ୟାୟ ଯଦି କାଢିବ, ଯୋହନ ଲିଖିତ ସୁସମାଚାର 1 ଅଧ୍ୟାୟ 11 ପଦ। ସେ ଆପଣ ରାଜ୍ୟକୁ ଆସିଲେ ସେ ଶାନ୍ତିର ରାଜକୁମାର ଆପଣ ରାଜ୍ୟକୁ ଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ। ତାହାଙ୍କୁ ଗ୍ରହଣ କଲେ ନାହିଁ, ତାହା ଗ୍ରହଣ କଲେ ନାହିଁ। ଆଜି ମଧ୍ୟ ଆମେ ତ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଛୁ, ଆମେ ଖ୍ରୀଷ୍ଟିଆନ ସମାଜରେ ଜନ୍ମଗ୍ରହଣ କରିଛୁ, ଆମେ ତାଙ୍କର ଲୋକ ବୋলাই କହୁଛୁ। ଆଜି ତାରା ବାନ୍ଧୁଛୁ, ବେଲୁନ ବାନ୍ଧୁଛୁ, ସଜାଉଛୁ, ଘରେ ଆମେ ଲିଚୁ ଲାଇଟ୍ ଲଗାଇକି ସଜାଉଛୁ, ଆମେ ତାଙ୍କର ଲୋକ ବୋଲି କହୁଛୁ, କିନ୍ତୁ ଆମେ ତାଙ୍କୁ ଆଜି ଗ୍ରହଣ କରିଛୁ କି ନାହିଁ? ଏ ଜଗତ ମଧ୍ୟରେ ସେ ଶାନ୍ତି ରାଜକୁମାର ଆସିଲେ ଯାହାଙ୍କର ବିଷୟରେ ଭବିଷ୍ୟବାଣୀ ହେଇଥିଲା। କେବଳ ଭବିଷ୍ୟବାଣୀ ନାହିଁ, ସେ ଭବିଷ୍ୟବାଣୀ ସଫଳ ହେଲା। ସେଥିପାଇଁ ଦୂତ ଆସି ସେ ମେଷ ଚଳାଉଥିବା ଲୋକମାନେ କହୁଛନ୍ତି ତୁମମାନେ ଭୟ କର ନାହିଁ, ତୁମମାନଙ୍କ ନିମନ୍ତେ ମୁଁ ଗୋଟେ ଆନନ୍ଦଦାୟକ ସୁସମାଚାର ଆଣିଛି। ଆଜି କେତେ ଲୋକ ପାଇଁ ଏଇଟା ଆନନ୍ଦର ବିଷୟ। ଆଜି ଆମେ ଫାଟି ଟୁଟି ପିନ୍ଧିଲୁ ବୋଲି କରିକି ମୌଜ ଭାତ ଖାଇବୁ ଅଛି ବୋଲି ଆନନ୍ଦ, ମୌଜ ଭାତ ଖାଇବୁ ଅଛି ବୋଲି ଆନନ୍ଦ ନାହିଁ। ଆଜି ଆମେ ଚର୍ଚ୍ଚରେ ସଜାଇ ଦେଉଛୁ, ଆଜି କେବଳ ପରବ ବୋଲି ନାହିଁ, ଆମର ପାଇଁ ଏମିତି ବ୍ୟକ୍ତି ଜନ୍ମ ଗ୍ରହଣ କଲେ ଯାହାର ନାମ ଶାନ୍ତିର ରାଜକୁମାର ଅଟେ। ଆଜି এই ଦେଖୁଛୁ ଆମେ ଜଗତକୁ, এই ସଂସାରକୁ, এই ସଂସାର ପାପ ଆଜି ମଧ୍ୟ ଯେଉଁମାନେ ପାପ କରୁଛନ୍ତି ହେଇପାରେ ତାଙ୍କ ପାଖରେ ଜ୍ଞାନ ଅଛି, ଆଜି ପାପ କରୁଛନ୍ତି ହେଇପାରେ ତାଙ୍କ ପାଖରେ ଧନ ଅଛି, କିନ୍ତୁ ଶାନ୍ତି ନାହିଁ, ଶାନ୍ତି ନାହିଁ। ତେଣୁ ଆଜି ନିହାତି ଆମଙ୍କର ଆବଶ୍ୟକ ରହିଛି ମୋର ପ୍ରିୟ ପ୍ରଭୁ ଲୋକମାନେ। ଆଜି ଆମକୁ ଦରକାର ଅଛି ସେଇ ଶାନ୍ତ ରାଜକୁମାରକୁ ଗ୍ରହଣ କରିବା ପାଇଁ। ସେଥିପାଇଁ ଯୋହନ କହନ୍ତି ସେ ତାଙ୍କ ରାଜ୍ୟକୁ ଆସିଲେ, ସେ କାହାର ଅନ୍ୟ ରାଜ୍ୟରେ ଆସିନାହାନ୍ତି। এই ଦେଶ ତାଙ୍କ ରାଜ୍ୟ, এই ରାଜ୍ୟର ସେ ରାଜା ଅଟନ୍ତି। ସେଥିପାଇଁ ଦାଉଦଙ୍କ ନଗରରେ ଗୋଟେ ବ୍ୟକ୍ତି ଜନ୍ମଗ୍ରହଣ କରିଛନ୍ତି। ମୋର ପ୍ରିୟ ମା ବାପା ଭାଇ ଭଉଣୀ ମାନେ, ମୁଁ କହିବା ପାଇଁ ଚାହେଁ 2025 ର ଖ୍ରୀଷ୍ଟ ଜନ୍ମ ପର୍ବ ପାଇଁ ଆଜି ଯଦି ତାଙ୍କୁ ତମେ ନିଜର ବୋଲି ଭାବୁଛ ଆଉ ନିଜକୁ ଖ୍ରୀଷ୍ଟଙ୍କର ଲୋକ ବୋଲି ପରିଚୟ ଦଉଛ, ପାରୁପାର୍ଯ୍ୟ ସମୟ ଥାଉ ଥାଉ ତାଙ୍କୁ ନିଜର କରି ନିଅନ୍ତୁ, ଗ୍ରହଣ କରି ନିଅନ୍ତୁ। କାରଣ ଯେତେ ଲୋକ ତାର ତଳର ପଦ ଯଦି ପଢିବୁ ତାର 11-12 ପଦ, ଯୋହନ ଲିଖିତ ସୁସମାଚାର 1-12 ପଦ ଯଦି ପଢୁଛୁ ସେଟା ଲେଖାଯାଏ ମାତ୍ର ଯେତେ ଲୋକ ତାଙ୍କୁ ଗ୍ରହଣ କଲେ ଯେଉଁମାନେ ତାଙ୍କ ନାମରେ ବିଶ୍ୱାସ କଲେ ସେ ସମସ୍ତଙ୍କୁ ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର ଦେଲେ। ହାଲେଲୁୟା ହାଲେଲୁୟା। ଆଜି ଆମେ ତାଙ୍କର ସନ୍ତାନ ହେଇ ବଞ୍ଚିବା ପାଇଁ ଚାହୁଁ, ତେବେ ଆମେ ତାକୁ ଗ୍ରହଣ କରିବା ପାଇଁ ପଡିବ। ଯୀଶୁ ଆଜି କେବଳ ଧରା ପୃଷ୍ଠରେ ଜନ୍ମ ଗ୍ରହଣ କଲେ ତାହା ନୁହେଁ, ଆଜି ଆମମାନଙ୍କର ଘରେ, ଆମମାନଙ୍କ ହୃଦୟରେ ସେ ଜନ୍ମ ନେବା ପାଇଁ ଇଚ୍ଛା କରନ୍ତି।
आज आमर घरे से आशा पाई इच्छा करती किंतु दुखर विषय आज आम व्यस्त बहुल जीवन मध्य आम यही प्रकार जीवन अतिबाहित करूछु। प्रकाशित वाक्य लिखा जाए प्रकाशित 3:20 कौन बोल लिखा जाए प्रकाशित 3:20 देखो आमे द्वार निकट रे ठिया हे आघात करूछु। को निकट रे द्वार बोले कबाट पाखरे कबाट रो बाहरे कबाट रो भितरे नाही कबाट रो बाहरे द्वार रे ठिया से कोन करछथि आघात करछथि जदि केही आमर सरसणी द्वार फिटाई देबो ताहले आमे प्रवेश करी ताहा निकट को जीवु पुणी ताहा सहित भजन करिवु आओ से आम सहित भजन करिवो आ एई प्रकार भावरे आमे पर पालन करिवु प्रभु शांति हालेलुया हालेलुया आमे प्रवेश करिवु मुई ताकर संगे खाइबी आइ मोर संगे खाइसे आमे पर मानबु मात्र आमे राधनु बे प्रभु तु बाहर जा कबाट बंद करे खाइबो सुनिगे हैं हमर परम रे जीसु नथिबे हमर खाली पाखा जीसु बसि नथिबे जीसु कहउचंती आजि जे मोर सरसणे द्वार खोला करबो तार ले गाय घर संगे खाइबो बोली करे केते सुंदर प्रभु आमे पाइछु केते सुंदर प्रभु को आमे पाइछु मोर प्रिय बंधुरे किंतु दुखर विषय से वाक्य जत पढले दुख लागे से ताकर निजर राज्य को आसिले ताकर निजर लोक ताको किस बोलछि ग्रहण कले नाही बोले तेबे आज ए 2025 ख्रीष्ट जन्म पर्व रे रानीगुड़ा मंडली पर परिवार को कहला पाई चाहे आउ आगामी दिन मानकर समय बहुत खराब समय खराब दिन माने आशा पाई जाउछि आमे आपड़ा को प्रस्तुत करिबा आमे एक प्रकार गोटे जीवन अतिबाहित करिबा जो जीवन रे यीशु देखा जिबे सेटा होची ख्रिस्टियन जीवन सेटा होची पर्व पालन करिबार आनंद यीशु नथिबे जेते पर्व पालन कले मध्य तार किछि लाभ नाही सेति भाई ए जगत मध्य यीशु आसिले जे लोक माने मते ग्रहण करथु पालन करथु ताहा होला विषय पर्व पालन करथु न कथा जे आसे नाही आज पर्व न मानि कले यीशु दुख करबे नाही किंतु ग्रहण न कले दुख करबे यीशु ग्रहण न कले सेटा बड़ क्षति कहिके मुई ताकर घर जाइतिली मते ग्रहण कले नाही ताकर द्वार पाखे जाइतिली राज्य रे तो आसिले घरे घरे बोलले यीशु घरे घरे आदि बोलुछथि सबुर घरे जाई टप टप मारछथि साउंड बा सेते साउंड जे हम सुनि पारु एबे एते साउंड बढाई दिला में पर्व पालन करछु यीशु कर साउंड को हमें सुनि पारु ना हाथ मुछ खाइ रहते बाती छु यीशु कहते मुई सेमान को सहित भजन कर हम एते प्रभु पाइछु आम खाली गोटे थाले से बसले खाया इच्छा करती किंतु आज हमें द्वार बंद करी हमर पालन करिछु तेणु मोर प्रिय मंडली मोर परिवार माने आप मान कहया पाइछ नै प्रभु हमको सहाय्य करंतु हमें ताकर रोग को हमें सुनिबा हमर राज्य हमर पाखे आसे हमें ग्रहण करबा आ सेही प्रकार भाव रे हमें এই पर्व सब पालन करी अन्य लोक मान निकट रे এই आनंद सुसमाचार नै करी पहुंचाइबा केवल हमर भितरे का सीमित न थाओ लोक माने देखिबे प्रकृत जानिबे जे यीशु किए हमें आशा ए विश्वास ए भरोसा दे 2025 ख्रीष्ट जन्म पर्व को पालन करू जे यीशु मोर घरे आसंतु यीशु मोर हृदय जन्म नियंतु মই কই পারবে যিশু কে গ্রহণ কলে কি নাই কিন্তু মো তমকু গ্রহণ করেছি এইটা আমি সাক্ষ্য দেই পারবা তো আসন্তু আমি সমস্তে চক্ষু বন্ধ করবা আর গোটে মিনিট প্রার্থনা করবা চক্ষু বন্ধ করবা আর গোটে মিনিট মো আপন মান